आज जेहेतु गुरुवार थिला भाविली मु कौन रोषे करी से बाड़ी गोटे फुलकोबी थिला बाड़ी गोटे फुलकोबी नहीं आसली आ घरे सिम आलू थिला ताकू ମୁଁ ନେଇ ଆସିଲି ଆଣିକି ତାକୁ ଭଲ ଭାବରେ ତାକୁ କାଟିକି ପାଣିରେ ପକାଇଦେଲି। ଏଇଠି ତ ମୋର ସିମ କଟା ହେଇଗଲା ତାପରେ ମୁଁ ଆଳୁ କାଟିଦେଲି। ଯେହେତୁ ଆମର ଛୋଟ ପରିବାର ସେଥିପାଇଁ ମୁଁ ଗୋଟେ ଆଳୁ କାଟିଦେଲି। ଆଉ ଆଳୁ ବି ବେଶୀ ଖାଇବା ଭଲ ନୁହେଁ ଯେହେତୁ ଡାଇବେଟିସ୍ ହେବ ଆଳୁ ଖାଇଲେ ସେଇଥିପାଇଁ ଅଳ୍ପ କିଛି ଆଳୁ ନେଇକି ମୁଁ କାଟିଦେଲି। ତାପରେ କଟା ସରିଲା ପରେ ବାଡ଼ି ଫୁଲକୋବି ଯେହେତୁ ଦେଖନ୍ତୁ ବାଡ଼ି ଫୁଲକୋବିର କେତେ ସୁନ୍ଦର ଟେଷ୍ଟ ଆପଣମାନେ ଦେଖିଲେ ତ ଜାଣିପାରୁଥିବେ। ଆଉ ମୋର ଏଠି କଟାକଟି ସରିଗଲା ସବୁ ତାପରେ ମୁଁ ଚୁଲିରେ ରୋଷେଇ କରିବା ପାଇଁ ଲାଗିଗଲି। ଆଉ ଯେହେତୁ ଚୁଲିରେ ରୋଷେଇ ଟେଷ୍ଟ ବଢ଼ିଆ ଲାଗେ ସେଇଥିପାଇଁ ମୁଁ ସବୁବେଳେ ଚୁଲିରେ ରୋଷେଇ କରିବା ପାଇଁ ଭଲ ପାଏ। ଆପଣମାନଙ୍କୁ କେମିତି ଲାଗେ ଚୁଲି ଟେଷ୍ଟଟା ଆପଣମାନେ ମୋତେ କମେଣ୍ଟରେ ଜଣାଇବେ। ଆଉ ମୁଁ ତାକୁ ଏଠି ତେଲ ପକାଇ ଦେଇକି ଅଳ୍ପ ପିଆଜ ଲଙ୍କା ଜିରା ପକାଇ ଦେଇକି ତାପରେ ମୁଁ କଟା ହେଇଥିବା ପରିବା ପକାଇଦେଲି। ତାପରେ ମୋର ଲୁଣ ହଳଦୀ ସ୍ୱାଦ ଅନୁସାରେ ପକାଇଦେଲି। ତାପରେ କିଛି ସମୟ ମୁଁ ଢାଙ୍କା ଦେଇକି ତାକୁ ଛାଡ଼ିଦେଲି ସିଝିବା ପାଇଁ। ତାପରେ ଭଲ ଭାବରେ ସିଝି ହେଇଗଲା। ତାପରେ ମୁଁ ଲଙ୍କା ଗୁଣ୍ଡ ଜିରା ଗୁଣ୍ଡ ତାକୁ ପକାଇଦେଲି। ତାପରେ ଦେଖନ୍ତୁ କେତେ ସୁନ୍ଦର ହେଇଗଲା। ଆପଣମାନଙ୍କୁ କେମିତି ଲାଗିଲା ଲାଇକ୍ କରିବେ କମେଣ୍ଟ କରିବେ ସେୟାର କରିବେ ରହିଲି ଜୟ